ବୋଧହୁଏ ସାରା ଭାରତବର୍ଷରେ ଏମିତି କେହି ନଥିବେ ଯିଏକି ତାଙ୍କୁ ସମ୍ମାନ ଜଣାଉନଥିବେ। ହଁ ସାଙ୍ଗମାନେ, ଆଜି ହେଉଛି ଡକ୍ଟର APJ ଅବଦୁଲ କଲାମଙ୍କର ଜନ୍ମଦିନ। 1931 ମସିହା ଆଜିର ଦିନରେ ତାମିଲନାଡୁର ରାମେଶ୍ୱରମ୍ ଠାରେ ଏକ ମୁସଲିମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପା ଥିଲେ ଜେନାଲୁଦ୍ଦିନ ଓ ମା ଥିଲେ ଅସିଅମ୍ମା। ପିଲାଟି ଦିନରୁ ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ପାଠ ପଢ଼ାରେ ତାଙ୍କର ନିଷ୍ଠା ଥିଲା ଅନେକ। ଇସ୍ରୋ, DRDO ଭଳି ପ୍ରତିଷ୍ଠାନରେ କାର୍ଯ୍ୟ କରିବା ସହ ଭାରତକୁ ପରମାଣୁ ଶକ୍ତି ସମ୍ପନ୍ନ ଓ ମହାକାଶ ବିଜ୍ଞାନରେ ଉନ୍ନତ କରିବାରେ ତାଙ୍କର ଯୋଗଦାନକୁ ଏ ଦେଶ କେବେ ଭୁଲି ପାରିବ ନାହିଁ। 1981 ମସିହାରେ ପଦ୍ମଭୂଷଣ, 1990ରେ ପଦ୍ମ ବିଭୂଷଣ ଏବଂ 1997ରେ ଭାରତ ରତ୍ନ ପାଇବା ପରେ ସେ ଏତିକିରେ ରହିଯାଇନଥିଲେ, ବରଂ ଭାରତରେ 11ତମ ରାଷ୍ଟ୍ରପତି ଭାବରେ ମଧ୍ୟ ଆମେ ତାଙ୍କୁ ଜାଣିଥିଲୁ। ଆଜି ଏପରି ଏକ ମହାନାୟକଙ୍କ ଜନ୍ମ ଦିବସରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପରି ପ୍ରତିଭାକୁ ହୃଦୟରୁ ଅନେକ ଶ୍ରଦ୍ଧା ମଧ୍ୟ ଜଣାଉଛୁ। କ୍ଲାସ୍ କ୍ଲାପ୍ସ ଗୋ।